ଆଜିର ମୁଖ୍ୟ ଖବର ସୁନ୍ଦରଗଡ଼ ଜିଲ୍ଲା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲେ ଗୀତିକାର ଦୁର୍ଗା ମାଧବ ପଣ୍ଡା। ସୁନ୍ଦରଗଡ଼ ମାଟିର ଦୁର୍ଗା ମାଧବ ପଣ୍ଡା ପାଇଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। 2024ର ଓଡ଼ିଆ ଚଳଚ୍ଚିତ୍ର କର୍ମ ପାଇଁ ଶ୍ରେଷ୍ଠ ଗୀତିକାର ଭାବେ ଶ୍ରୀ ପଣ୍ଡାଙ୍କୁ ଆସନ୍ତାକାଲି 26 ତାରିଖ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ଖବର ସଙ୍ଗୀତ ଜଗତକୁ ବେଶ୍ ଉତ୍ସାହିତ କରିଥିବା ବେଳେ ସୁନ୍ଦରଗଡ଼ ପାଇଁ ଆଣିଦେଇଛି ଗୌରବ। ଶ୍ରୀ ପଣ୍ଡା ବିଶେଷ କରି ଓଡ଼ିଆ ଚଳଚ୍ଚିତ୍ର ଓ ସମ୍ବଲପୁରୀ ଗୀତ ରଚନା ସହ ଓଡ଼ିଆ ଗଜଲ ରଚନା କ୍ଷେତ୍ରରେ ମଧ୍ୟ ସକ୍ରିୟ ରହିଛନ୍ତି। ବିଶିଷ୍ଟ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଦୀପ ଭୋଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଚିନି ପାଇଁ ସେ ରଚନା କରିଥିବା ସମ୍ବଲପୁରୀ ଗୀତରେ ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଘୋଷ କଣ୍ଠଦାନ କରିଥିଲେ। ଚମକପ୍ରଦ ଗୀତ ରଚନା କରି ସଙ୍ଗୀତ ଜଗତକୁ ସମୃଦ୍ଧ କରିଥିବା ଏହି ଗୀତିକାର ରାଜ୍ୟ ଓ ଜାତୀୟ ସ୍ତରରେ ପାଖକୁ ବିଭିନ୍ନ ମହଲରୁ ସଙ୍ଗୀତ ଜଗତରେ ଉତ୍ସାହ, ଅନେକ ପୁରସ୍କାର, ସମ୍ମାନ, ଶୁଭେଚ୍ଛାର ସୁଅ ଛୁଟିଛି। 2024ର ସବୁଠାରୁ ଅଧିକ ଆୟ କରିଥିବା ଓଡ଼ିଆ ଚଳଚ୍ଚିତ୍ର କର୍ମ ପାଇଁ ଶ୍ରୀ ପଣ୍ଡା ଲେଖିଥିବା ମୋ ହୃଦୟଟା ନୁହେଁ ତୋ ଖେଳନା, ଦିନେ ଲେଖିଥିଲି ନିଜେ ସେଠି ତୋ ନାଁ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଲୋକପ୍ରିୟ ସଙ୍ଗୀତକାର ଆଶିଷ ପ୍ରଧାନ ଏଥିରେ ପାଇଛନ୍ତି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମ ଘୋଷଣା ପରେ ସେ ସମ୍ବାଦକୁ ପ୍ରତିକ୍ରିୟା ଦେଇ ଏ ସମ୍ମାନ ସବୁଠାରୁ ସ୍ୱତନ୍ତ୍ର ଓ ତାଙ୍କ ସଙ୍ଗୀତକୁ ଏକ ସ୍ୱୀକୃତ ବୋଲି କହିଛନ୍ତି। 2025ରେ ସମ୍ବାଦ ରାଉରକେଲା ସଂସ୍କରଣର ବାର୍ଷିକ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।